ଇଙ୍ଗିତ। ମଧ୍ୟପ୍ରାଚ୍ୟର ଏକ ବନସ୍ତରେ ଏକ ସୁରମ୍ୟ ସରୋବର ତଟସ୍ଥ ଉଚ୍ଚ ବୃକ୍ଷମାନଙ୍କରେ ଏକ ବିଚିତ୍ର ଜାତିର ପକ୍ଷୀ ରହୁଥାନ୍ତି। ସେମାନେ ଦେଖିବାକୁ ଯେପରି ମନୋରମ, ସେମାନଙ୍କ ସ୍ୱର ସେହିପରି ଅତୀବ ମଧୁର। ସାଧାରଣତଃ ବଣିକମାନଙ୍କୁ ହିଁ ସେ ବନସ୍ଥ ଅତିକ୍ରମ କରିବାକୁ ପଡ଼ୁଥାଏ। ସରୋବର ତୀରରେ ତମ୍ବୁ ପକାଇ ତହିଁ ରାତ୍ରି ଯାପନ ଅନ୍ତେ ପ୍ରଭାତରେ ସେ ପକ୍ଷୀମାନଙ୍କ ଅଶ୍ରୁତପୂର୍ବ କଳରବ ଉପଭୋଗ କରିବା ଥିଲା ସେମାନଙ୍କ ଅନ୍ତର୍ଭୁକ୍ତ ପ୍ରକୃତି ପ୍ରେମୀମାନଙ୍କର ଏକ ବିଶେଷ ବିଳାସ। କଦାଚିତ୍ କେହି କେହି ସେ ପକ୍ଷୀମାନଙ୍କ ଭିତରୁ ଗୋଟାଏ ଯୋଡ଼ାଏ ଧରିବାର ଚେଷ୍ଟା କରି ବିଫଳ ହୋଇଥାନ୍ତି। ତେବେ ଥରେ ଜଣେ ବଣିକ ସେଠାରେ 2 ଦିନ କାଳ ଅଟକି ରହି ସେମାନଙ୍କ ଗତିବିଧି ଲକ୍ଷ୍ୟ କଲେ। ସେ ଦେଖିଲେ ସୂର୍ଯ୍ୟୋଦୟ ପରେ ପରେ ସମସ୍ତ ପକ୍ଷୀ ନିଜ ନିଜ ଆଶ୍ରୟ ପରିତ୍ୟାଗ କରି ଦୂରାନ୍ତରକୁ ଉଡ଼ିଯାଇ ପୁଣି ସୂର୍ଯ୍ୟାସ୍ତ ଅନ୍ତେ ଲେଉଟି ଆସନ୍ତି। ସେ ଆହୁରି ମଧ୍ୟ ଲକ୍ଷ୍ୟ କଲେ ପକ୍ଷୀମାନେ ଯିଏ ଯାହାର ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଆସି ବସନ୍ତି। ତାଙ୍କ ତମ୍ବୁର ନିକଟତମ ବୃକ୍ଷର ଗୋଟାଏ ଶାଖାକୁ ତଥା ସେ ଶାଖାରେ ଆସି ବସୁଥିବା ଏକ ପକ୍ଷୀ ଉପରେ ସେ ଦୃଷ୍ଟି ରଖିଲେ। ଦ୍ୱିତୀୟ ପ୍ରଭାତରେ ପକ୍ଷୀ ଉଡ଼ିଯିବା ଉତ୍ତାରୁ ସେ ଶାଖାର ସେହି ସ୍ଥାନରେ ଗୋଟାଏ ପ୍ରକାର ଘନ ଅଠା ଲେପିଦେଲେ। ସୂର୍ଯ୍ୟାସ୍ତ ପରେ ପକ୍ଷୀଟି ଆସି ସେଠାରେ ବସି ପଡ଼ିବା ମାତ୍ରେ ତାଙ୍କ ପରିଚାରକ ବୃକ୍ଷାରୋହଣ କଲେ। ପକ୍ଷୀଟି ବହୁ ଚେଷ୍ଟା କରି ମଧ୍ୟ ଖସି ଯାଇପାରିଲା ନାହିଁ। ପରିଚାରକ ତାକୁ ଧରି ପକାଇ ତଳକୁ ଆଣି ବଣିକଙ୍କୁ ଦେଲା। ଅନ୍ୟ ପକ୍ଷୀମାନେ ଆର୍ତ୍ତନାଦ କଲା ଭଳି ମନେ ହେଲା, କିନ୍ତୁ ଅନ୍ଧକାର ଘନ ହୁଅନ୍ତେ ସବୁ ହେଲା ନିସ୍ତବ୍ଧ। ବଣିକ ବନ୍ଦୀ ପକ୍ଷୀ ପାଇଁ ରଖିଥିଲେ ରତ୍ନ ଖଚିତ ସୁନା ପଞ୍ଜୁରୀ। ତାକୁ ତହିଁରେ ପୁରାଇ ପରସି ଦେଲେ ନାନାଦି ସୁସ୍ୱାଦ ଖାଦ୍ୟ, କିନ୍ତୁ ପକ୍ଷୀଟି ବିରସ ହୋଇ ରହିଲା। ବଣିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ। ପକ୍ଷୀଟିର ଯତ୍ନ ନେବା ନିମନ୍ତେ 2 ଜଣ ପରିଚାରିକ ନିଯୁକ୍ତ କରିବା ସଙ୍ଗେ ସଙ୍ଗେ ସେ ସ୍ୱୟଂ ତାର ତତ୍ତ୍ୱାବଧାନ କରିବାରେ ତ୍ରୁଟି କରୁନଥାନ୍ତି। ବାରମ୍ବାର ପକ୍ଷୀକୁ ସେ କହୁଥାନ୍ତି, ତୁମର ଯାହା ଲୋଡ଼ା ମୁଁ ଦେବି। ମୁଁ ତୁମକୁ ଧରି ଆଣିଛି ସତ, କିନ୍ତୁ ତୁମକୁ ମୁଁ ଗଭୀର ଶ୍ରଦ୍ଧା କରେ। ତୁମକୁ ସର୍ବଦା ସୁଖରେ ରଖିବି, କିନ୍ତୁ ଅନୁରୋଧ ତୁମେ ଥରେ ଥରେ ତୁମ କଣ୍ଠ ଶୁଣାଅ। ପକ୍ଷୀ ଅଗତ୍ୟା ପ୍ରଭାତରେ ତଥା ବଣିକଙ୍କ ସମ୍ମାନିତ ବନ୍ଧୁ କେହି ତାକୁ ଦେଖିବାକୁ ଆସିଲେ ନିଜ କଣ୍ଠ ଶୁଣାଏ। ତାହା ବିଷାଦମୟ ହେବା ସତ୍ତ୍ୱେ ସମସ୍ତେ ସେଥିରେ ସମ୍ମୋହିତ ହୁଅନ୍ତି। ଦିନେ ରାଜା ଆସି ପକ୍ଷୀଟିକୁ ଦେଖିଲେ ଏବଂ ତାକୁ ବିହଙ୍ଗ ଶ୍ରେଷ୍ଠ ତଥା ରାଜ୍ୟଶ୍ରୀ ଉପାଧିରେ ଭୂଷିତ କଲେ। ସେତେବେଳକୁ ପକ୍ଷୀ ମଣିଷଙ୍କ ଭାଷା ଶିଖିଗଲାଣି। ସେ ରାଜାଙ୍କୁ ଧନ୍ୟବାଦ ଦେଲା। ବଣିକ ବୁଝିଲେ ପକ୍ଷୀ ମନରେ ଆଉ କ୍ଷୋଭ ନାହିଁ। ସମ୍ମାନ ଓ ସମ୍ପଦର ପ୍ରାଚୁର୍ଯ୍ୟ ଭିତରେ ସେ ସୁଖୀ। 5 ବର୍ଷ ପରେ ଦିନେ ବଣିକ ପକ୍ଷୀକୁ କହିଲେ, ବିହଙ୍ଗ ଶ୍ରେଷ୍ଠ, ମୋତେ ପୁଣି ଥରେ ତମ ବନସ୍ଥ ଅତିକ୍ରମ କରିବାକୁ ହେବ। ଯଦି ଚାହଁ ତେବେ ତମ ବସତିର ପକ୍ଷୀମାନଙ୍କ ପାଇଁ ତୁମର କିଛି ବାର୍ତ୍ତା ଥିଲେ ସେମାନଙ୍କୁ ଶୁଣାଇ ଦେବି। ପକ୍ଷୀ କହିଲା, ତୁମେ ବାସ୍ତବିକ ମହତ୍। ମୋ କୂଳର ପକ୍ଷୀମାନଙ୍କୁ କହିଦେବ, ମୁଁ ସବୁ ସୁଖ ଉପଭୋଗ କରିବା ସତ୍ତ୍ୱେ ମୋ ପରିବେଶ, ମୋ ସ୍ୱାଧୀନତାକୁ ଝୁରି ହେଉଛି, କିନ୍ତୁ ସେ 2ଟି ସମ୍ପଦ ଫେରି ପାଇବାର ଉପାୟ ଜାଣିପାରୁନାହିଁ। ପକ୍ଷୀର ଏଭଳି ବାର୍ତ୍ତା ନେଇଯିବାକୁ ବଣିକଙ୍କୁ ଅଡ଼ୁଆ ଲାଗିଲା, କିନ୍ତୁ ସେ ନିଜ କଥା ରଖିବାର ପ୍ରତିଶ୍ରୁତି ଦେଲେ। 6 ମାସ ଉତ୍ତାରୁ ବଣିକ ଫେରି ଆସନ୍ତେ ପକ୍ଷୀ ବଡ଼ ଆଗ୍ରହରେ ପଚାରିଲା, ତମେ ମୋ ବାର୍ତ୍ତା ମୋ କୂଳ କୁଟୁମ୍ବକୁ ଶୁଣାଇଲ? ସେମାନେ କିଛି ସନ୍ଦେଶ ଦେଲେ? ବଣିକ ଉତ୍ତର ଦେଲେ, ମୁଁ ତୁମ ବାର୍ତ୍ତା ଖୁବ୍ ଉଚ୍ଚ କଣ୍ଠରେ ଶୁଣାଇ ଦେଲି, କେହି ତ କିଛି କହିଲେ ନାହିଁ। ତେବେ ପକ୍ଷୀ ଅଧୀର ଭାବରେ ପ୍ରଶ୍ନ କଲା, ମୁଁ ତୁମ ବାର୍ତ୍ତା ଶୁଣାଇ ସାରିବାର ମୁହୂର୍ତ୍ତକ ପରେ ମୋ ତମ୍ବୁ ପାର୍ଶ୍ୱବର୍ତ୍ତୀ ବୃକ୍ଷର ଗୋଟିଏ ପକ୍ଷୀ ତଳକୁ ଖସି ପଡ଼ିଲା। ସମ୍ଭବତଃ ସେ ତୁମର ଅନ୍ତରଙ୍ଗ। ତୁମ କଥା ଶୁଣି ସମ୍ଭବତଃ ପ୍ରାଣତ୍ୟାଗ କଲା। ମୁଁ ଦୁଃଖିତ। ବୁଦାମାଳ ଭିତରେ ସେ କେଉଁଠି ପଡ଼ିଲା ଜାଣିପାରିଲି ନାହିଁ। ବଣିକ କହିଲେ, ହାୟ କହି ପକ୍ଷୀଟି ନିଜ ପଞ୍ଜୁରୀ ଭିତରର ଦଣ୍ଡ ଉପରୁ ତଳକୁ ଖସି ପଡ଼ିଲା। ବଣିକଙ୍କ ସୂଚନା କଥା କହିଲେ ନ ସରେ। ଜଣେ ଅନ୍ତରଙ୍ଗ ମିତ୍ର ବା ପରିଜନର ମୃତ୍ୟୁ ସମ୍ବାଦ ସହି ନ ପାରି ପକ୍ଷୀଟି ମରିଗଲା ବୋଲି ସେ ବୁଝିଲେ। ଅତି ସନ୍ତର୍ପଣରେ ତାକୁ ପଞ୍ଜୁରୀ ଭିତରୁ ବାହାର କରି ଆଣି ଉଦ୍ୟାନ ଭିତରେ ସମାଧି ଦେବା ନିମନ୍ତେ ନେଇଗଲେ। ହଠାତ୍ ପକ୍ଷୀଟି ତାଙ୍କ ବାମ ହାତରୁ ଉଡ଼ି ଚାଲିଗଲା। ଗୋଟାଏ ଗଛ ଡାଳରେ ବସିପଡ଼ି କହିଲା, ବଣିକ, ତମେ ମୋର ସୁଖ ପାଇଁ ଯତ୍ପର ନାସ୍ତି ଚେଷ୍ଟା କରିଛ, କିନ୍ତୁ ବନ୍ଦିତ୍ୱଠୁ ବଳି ଦୁଃଖ କ'ଣ? କିପରି ସ୍ୱାଧୀନ ହେବି ସେ ଉପାୟ ଖୋଜି ପାଉନଥିଲି। ତମେ ମୋର କୌଣସି ମିତ୍ରଠୁ ଉପାୟର ସୂତ୍ର ଆଣିଦେଇ ମୋର ପରମ ହିତ କଲ। ମାନେ? ହତବମ୍ବ ବଣିକ ପ୍ରଶ୍ନ କଲେ। ଯେତେବେଳେ ମୋ ବାର୍ତ୍ତା ଶୁଣି ଜଣେ ପକ୍ଷୀ ତଳକୁ ଖସି ପଡ଼ିଲା, ତାହାଦ୍ୱାରା ସେ ଏହି ସନ୍ଦେଶ ଦେଲା ଯେ ମୁଁ ସେମିତି ଅଭିନୟ କଲେ ଯାଇ ପଞ୍ଜୁରୀରୁ ମୁକ୍ତି ପାଇବି। ମୁଁ ସେ ସନ୍ଦେଶ ଅନୁସାରେ କାମ କଲି। ବଣିକ,
विधाता आमको बहु प्रकार बहु इंगित दे थाए से सबु शुभंकर इंगित आमे बुझी पारिले हेला। असीम मुक्ति नील आकाश भितर को उड़ीगला पक्षी।